ବଙ୍ଗାଳ ଲୋକ କହୁଛନ୍ତି ନା ଆମର ଓଡିଶା ଯାକ ନେତା ଯାଇଥିଲେ। ଇଏ କହୁଛନ୍ତି ନାରୀ ନାରୀ ନାରୀ, ନରେନ୍ଦ୍ର ମୋଦି ନାରୀ ନାରୀ ନାରୀ। ସାରା ଇଣ୍ଡିଆଟା ଯାକ ଲୋକ ତମେ ଯାଇକି ୱେଷ୍ଟବେଙ୍ଗଲ ଗୋଟେ ନାରୀକି ହରେଇବା ପାଇଁ ଯାଇଥିଲ। ଆରେ ଗୋଟେ ନାରୀକି ହରେଇବା ପାଇଁ ଇଣ୍ଡିଆଟା ଯାକ 400 ରୁ 500 MP MLA ମନ୍ତ୍ରୀ ସବୁ କ୍ୟାବିନେଟ, ନିଜେ ପ୍ରାଇମ ମିନିଷ୍ଟର, ହୋମ ମିନିଷ୍ଟର ଏବଂ 23ଟା ମୁଖ୍ୟମନ୍ତ୍ରୀ ଗୋଟାଏ ନାରୀକି ହରେଇବା ପାଇଁ। ଇଆଡେ କହୁଛ ନାରୀ କି ପ୍ରୋଟେକ୍ସନ ଦଉଛୁ, ନାରୀ କି ପ୍ରୋଟେକ୍ସନ ଦେ। କାହାକୁ ପ୍ରୋଟେକ୍ସନ ଦଉଛ? ତମେ ନିଜକୁ ନିଜେ ପ୍ରୋଟେକ୍ସନ ଦଉଛ। ଗୋଟେ ନାରୀ କି ହରେଇବା ପାଇଁ ଇଣ୍ଡିଆ ଯାକ କ୍ୟାବିନେଟ, ଇଣ୍ଡିଆ ଯାକ MP, ତମ ବିଜେପିର MLA, 23ଟା ମୁଖ୍ୟମନ୍ତ୍ରୀ, ଆଦାନୀ ଆବାନୀ ସମସ୍ତଙ୍କୁ ନେଇ କଣଟା କରି ପକେଇବ? ସେଇ ମମତା ବାନାର୍ଜୀ ଫେର ପୁନରାୟ ନିର୍ବାଚିତ ହବ, ୱେଷ୍ଟ ବେଙ୍ଗଲର ମୁଖ୍ୟମନ୍ତ୍ରୀ ହବ। ଇଏ କଣ ସୁନାର ବାଙ୍ଗଲା କରିବେ? ଆମ ମୋହନ ମାଝୀ ଯେମିତି କହିଛନ୍ତି ଆମେ ସୁନ୍ଦରଗଡକୁ ସୁନା କରିଦବୁ, ନା ହୀରା କରିଦବ? ଏତେ ସୁନା ତମେ କଲ ତ କଙ୍କାଳ ବାହାରିଲା ତଳୁ। ଲଜ୍ଜା ଲାଗୁନି? କଙ୍କାଳକୁ ନେଇ, ହାଡୁକୁ ନେଇ ଏଇନା କଣ ବହୁତ ଯୋଜନା ତା ଘରେ ଇଲେକ୍ଟ୍ରିକ ନଥଳା ଦେଇଦେଲଣି, ତାଙ୍କୁ ଇଏ ପେନସନ ଦେଇଦେଲଣି, ଭତ୍ତା ଦେଇଦେଲଣି, 10,000 ଟଙ୍କା ଦେଇଦେଲଣି, 10 ଲକ୍ଷ ଦେଇ ସାରିଲଣି। ଏଇନା ଚାରିଆଡୁ ଖାଲି ଟଙ୍କା ଛୁଟୁଛି, ଲୋକ ବି ନେଇକି ପାଗଳ ଭଳିଆ ଗଦଉଛନ୍ତି। ଆଜ କୋଉଠି ଥିଲା? କଂଗ୍ରେସ ବି ଦେଇଛନ୍ତି, ସବୁ ଦଳ ଦେଲେଣି। ଏ ସବୁ ଦଳ ଥିଲେ କୋଉଠି? ତା ଭଉଣୀର ହାଡ ପୋତା ହେଇଥିଲା ଯୋଉ ମରିକି, କୋଉଠି ଥିଲ? କୋଉଠି ଥିଲ? କୁଆଡେ ଗଲ? ଲଜ୍ଜା ଲାଗୁନି? ସେ ହାଡ ଆଣି ମୁଁ କାହିଁକି ଯିବି ଏଗୁଡା କାମ ଦେଖିବା ପାଇଁ? ଏ ହାଡ ଆଣି ଦେଖେଇଲା ପରେ ଖାଲି ଗଦଉଛ। ତା ଘରେ ଇଲେକ୍ଟ୍ରିକ ନଥା ତାକୁ ଦେଇଦେଲେଣି, ଘର ଦେଇଦେଲେଣି, ପଇସା ସୁଅ ଛୁଟୁଛି, 10 ଲକ୍ଷ ଟଙ୍କା ନଗଦ ଦେଇ ଦେଇଛନ୍ତି। ବ୍ୟାଙ୍କ ଘରେ ଯାଇ ପଇସା ଦେଇକି ଆଇଲାଣି, ଲୋକମାନେ ଯାଇ ଦଉଛନ୍ତି। ଯାଉ ଗୋଟେ ଲୋକ ଉଠି ଯାଉ, ଭଉଣୀର କଙ୍କାଳକୁ କାଢି ଲୋକଲୋଚନକୁ ଆଣି ବିଶ୍ୱରେ ଯୋଉ ଚହଳ ପକେଇଛି, ସେ ଧନ୍ୟବାଦ ତାକୁ। ବ୍ୟାଙ୍କ ବାଲା କହୁଛନ୍ତି ଯଦି ସେ ବ୍ୟାଙ୍କ ବାଲାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହେଲେ ବ୍ୟାଙ୍କ ବାଲା ଧର୍ମଘଟ କରିବେ। କଣ କରିଛନ୍ତି? ବଡ ଦୁଃଖର ବିଷୟ। 80 ଭାଇ ଗରିବ ଲୋକ ଭାରତ ବର୍ଷର, ଓଡିଶା ଅବସ୍ଥା ଶୋଚନୀୟ। ଗ୍ୟାସ ଗୋଟେ ହାବିଟ ହେଇଗଲା। ପ୍ରଥମେ କହିଲେ ଫ୍ରି ଦବୁ, ତାପରେ ଯାହା ହଉ ଗୋଟେ ରେଟ ଦେଲେ। ଏ ଯୁଦ୍ଧ ପରେ ବେଳକୁ ବେଳ ଗ୍ୟାସ ସର୍ଟେଜ ହଉଛି। ଛୋଟ ଛୋଟ ଦୋକାନୀ ମାନେ ଯୋଉ ଚା ଦୋକାନ କରୁଥିଲେ, ପକୋଡି ବରା କରିକିରି ପାପଡ଼ ଫାପଡ଼ କରି ବଞ୍ଚୁଥିଲେ, ସେ ସବୁ ବନ୍ଦ ହେଇଗଲା। ଛୋଟ ଛୋଟ କାରଖାନା ବନ୍ଦ ହେଇଗଲା, ଛୋଟ ଛୋଟ ଦୋକାନ ବନ୍ଦ ହେଇଗଲା। ହତାଶ ଲୋକ, ଗ୍ୟାସ ଟିଏ ପାଉନାହାନ୍ତି। ଏଇନା 3,000 ହେଇଗଲାଣି। କଣ କରିବେ ଏତେ ଲୋକ? ନରେନ୍ଦ୍ର ମୋଦି ଏବେ ଖାଲି ଚାନ୍ଦା ଆଦାୟ କରି ଭୋଟରେ ବାତିଲ କେମିତି ସରକାରକୁ ଆସିବ? ଘଟିକିଆ ମୂଲ୍ୟା ଗରିବ ଲୋକ ମଲେ, ଦାରୁଣ ଦୁଃଖ। ତାଙ୍କ କଥା ବୁଝିବ କିଏ? ତୁରନ୍ତ ଗ୍ୟାସ ରେଟ୍ କମାଅ। ଗରିବ ଲୋକ ଗାଁ ଗହଳିଠୁ ସହର ପର୍ଯ୍ୟନ୍ତ ନିରୀହ ଗରିବ ଲୋକ ବଞ୍ଚନ୍ତୁ, ତାହେଲେ ସୁବିଧା ହବ। ଏକଦମ 3,000 ହେଇଗଲାଣି ବଜାରରେ, ନା 3,000। ବଡ ଦୁଃଖର ବିଷୟ। ହତାଶ ଏକଦମ। ଛୋଟ ଦୋକାନ, ଛୋଟ ହୋଟେଲ ସବୁ ବନ୍ଦ। ଲୋକ ହାହାକାରରେ ପଡିଲେଣି, ଚିତ୍କାର କଲେଣି। ଦରଦାମ ବଢୁଛି ହୁ ହୋଇ, ପନିପରିବା ରେଟ୍ ବଢୁଛି ହୁ ହୋଇ, ଡାଲି ତେଲ ମସଲା ସବୁ ବଢିଗଲାଣି। ଇଆଡେ ଡିଜେଲ ପେଟ୍ରୋଲ ବଢିଲାଣି, ଇଆଡେ କିରୋସିନ ବଢିଲାଣି, ଇଆଡେ ଗ୍ୟାସ ବଢିଲାଣି। ଭୟଙ୍କର ପରିସ୍ଥିତି ଭବିଷ୍ୟତରେ ହବ। ତେଣୁ ମୋହନ ମାଝୀ, ତମେ ଅନ୍ୟ ସଂସ୍ଥା ଛାଡିକି ଏ ଦରଦାମକୁ କଣ୍ଟ୍ରୋଲ କର, ଆଉ ଗ୍ୟାସ କେମିତି ଗରିବ ଲୋକ ପାଇବେ ସେଥିପାଇଁ ବ୍ୟବସ୍ଥା କର, ଭଲ ହବ। ହଁ, କଂଗ୍ରେସ ପ୍ରତିବାଦ ଚଲେଇଛି। ଗାଁ ଗହଳିଠୁ ଆରମ୍ଭ କରି ବ୍ଲକ ଘେରାଉ କରିବା ପାଇଁ ଡିକ୍ଲାର ହେଇଗଲାଣି, ଜିଲ୍ଲା ଘେରାଉ କରିବା ପାଇଁ ଡିକ୍ଲାର ହେଇଗଲାଣି। ନାରୀ ନିର୍ଯାତନା, ଦରଦାମ, ଗ୍ୟାସ ରେଟ୍, ଏ ସବୁକୁ ନେଇ
ଗୋଟେ ବିରାଟ ବିସ୍ଫୋରଣ ହବ ସେଥିପାଇଁ ଦାୟୀ ରହିବେ ନରେନ୍ଦ୍ର ମୋଦି ମୋହନ ମାଝୀ। ଲୋକ ନିରୀହ ଲୋକ ସରଳ ଲୋକ ଏବଂ ପଇସା ଖିଆ ଲୋକ ନୁହଁ ମୋହନ ମାଝୀ। ଦିନକୁ 18 ଘଣ୍ଟା ଖଟୁଛି କିନ୍ତୁ ଭିଡକୁ ନୁହଁ, କାମକୁ ନୁହଁ। କାହିଁକି ନା ଏଠି ନରେନ୍ଦ୍ର ମୋଦି ବସେଇଛି ଆଦାନୀ ଆମ୍ବାନୀ କୁ ସବୁ ଲିଜ୍ ଦେବା ପାଇଁ, ମାଇନିଂ ଦେବା ପାଇଁ, ସବୁ ସ୍ଥଳ ଜଳ ମାଳ ସବୁ ଦେଇଦେବା ପାଇଁ। ତେଣୁ ରବର ଷ୍ଟାମ୍ପ କରିବାକୁ ବସେଇଛି କିନ୍ତୁ ଲୋକ ହିସାବରେ ଭଲ ଅନେଷ୍ଟ ଲୋକ। ନାଇଁ ନାଇଁ ମୁଁ ଭାଇ ସେଥିରେ ଏକମତ ନୁହଁ। ମୁଁ କଂଗ୍ରେସ ଲୋକ ହେଲେ ମଧ୍ୟ ପଇସା ଖିଆରେ ତା ନା ନାହିଁ। ଏ ଗୁଲଗୁଲା ରସଗୋଲା ଗୁଗୁନି ବରା ବିରିୟାନୀ ମଟନ ମାଛ ଏତରେ ସେ ଖାଏ ମୋହନ ମାଝୀ। ପଇସା ଖାଇବା ମୁଁ ଭାଇ ଶୁଣିନି ଆଜ୍ଞା। ଧନ୍ୟବାଦ। ସେ କଣ ହବ କଣ ନବ ଗଭର୍ଣ୍ଣମେଣ୍ଟ ଡିସିସନ ନବ। ଯଦି ବ୍ୟାଙ୍କର ତ୍ରୁଟି ବ୍ୟାଙ୍କ ପନିଶମେଣ୍ଟ ପାଇବା ଦରକାର। କଙ୍କାଳବାବୁ ମଶାଣିରେ ରହିବ ତ ନା ସମସ୍ତେ ଉଠେଇବା ଆରମ୍ଭ କରିବେ? ନାଇଁ ଆଉ କେହି ନେବେନି। ଏଇ ଗୋଟାକ ଗୋଟେ ଡେମନଷ୍ଟ୍ରେସନ ଦେଖେଇ ଦେଲା ସେ ଆମ ଓଡିଆ ଲୋକ ଆମ ଭାରତୀୟ ଲୋକ ମହା ସୁବିଧାବାଦୀ। କାହାର ଦୋଷ? ଆରଡିସି ଇନକ୍ୱାରି କରିଛନ୍ତି, ରିପୋର୍ଟ ଦିଅନ୍ତୁ। ଯଦି ବ୍ୟାଙ୍କର ଦୋଷ ବ୍ୟାଙ୍କ ପନିଶମେଣ୍ଟ ପାଇବ, ଯଦି ଅନ୍ୟ କର୍ମଚାରୀଙ୍କ ଦୋଷ ଅନ୍ୟମାନେ ପାଇବେ। ବ୍ୟାଙ୍କ କହୁଛି ଆରଡିସି 1 କୋଟି ଟଙ୍କା ତଦନ୍ତ କରିଛି। ଆଗ ରିପୋର୍ଟଟା ଆସାରୁ, ରିପୋର୍ଟ ଏପର୍ଯ୍ୟନ୍ତ ଆସିନି। ରିପୋର୍ଟ ଆସିଲା ପରେ ହବ। ପରିବର୍ତ୍ତନ ହେଲା, ପଶ୍ଚିମବଙ୍ଗ ମଧ୍ୟ ପରିବର୍ତ୍ତନ ହବ। ପଶ୍ଚିମବଙ୍ଗରେ ପରିବର୍ତ୍ତନ ହବା ଉଚିତ ନୁହଁ। ଏଇ ଯୋଉ ଭାରତ ରାଜନୀତି ନରେନ୍ଦ୍ର ମୋଦି ନେତୃତ୍ୱରେ ଚାଲିଛି, ଭାରତକୁ ଶସ୍ତା କରିଦେବା ସେ। ପାକିସ୍ତାନ ଇଣ୍ଡିଆ ଯୁଦ୍ଧଟାକୁ ଟ୍ରମ୍ପ ଗୋଡା ହାତ ଧରିକିରି ଟ୍ରମ୍ପ ଜରିଆରେ ସିଜ୍ ବାର୍ କରି ଇଜ୍ଜତ ପଳେଇଛି ଏକଦମ। ଆଉ ଦରଦାମର ହୁ ହେଇ ପଡିଲାଣି। ନାରୀ ନିର୍ଯାତନା ସୀମା ନାହିଁ, ଆଇନ ଶୃଙ୍ଖଳା ବିଫଳ, ଭୟଙ୍କର ପରିସ୍ଥିତି ହେଲାଣି। ତାଠୁ ବେଟର ଆମର ମମତା ବାନାର୍ଜୀ ଦିଦି ବଢିଆ ଶାସନ ଥିଲା, ରାଜ୍ୟ ଲୋକଙ୍କର କାମ କରିଛି। ଏଇନା ଖାଲି ଭୋଟ ଚୋରିରେ ମାତିଛି ନରେନ୍ଦ୍ର ମୋଦି। ମାନେ ଯୋଉଠି ବାଲଟ ବସ୍ ରହିଛି ସେ ବସ୍କୁ ରାତିରେ ରହିକି ପୁଲିଂ ଫଲ୍ସ ପୁଲିଂ କରାଉଛନ୍ତି। ସେଗୁଡାକ ଲୋକଲୋଚନକୁ ଆଣିଲାଣି ମମତା ବାନାର୍ଜୀ। ଯାହା ସୁପ୍ରିମକୋର୍ଟ ଯାଇଛି, ଭୋଟ ଚୋରି ଯୋଉ କରୁଛନ୍ତି ଗଳି କନ୍ଦିରେ ବୁଥ ସେଣ୍ଟରରେ, ସେଇଟା ଦୃଷ୍ଟି ଆଣିଲାଣି ସୁପ୍ରିମକୋର୍ଟର। ଖୁବ ଭଲ କଲାଣି।